अग्ने नयः सुपथराय अस्मान् विश्वानि देव वयुनानि विद्वान् योधस्मा युहुराणमेनो भूयिष्ठान्ते नमं मुक्तिं विधेम। ओम ईशे त्वर्जे त्वं वायवस्थदेववः सविता प्रावर्पयतु श्रेष्ठतमाय कर्माणि आप्यायोधमग्न्या इंद्राय भागं प्रजापतिरनमिव आजुक्ष्ममावस्तेन ईशतमाघशंसो ध्रुवा अस्मिन् गोपत्यौ स्यात् वहीर्यजमानस्य पशून् पाहि इंद्रं मित्रं वरुणमग्निमाहुरथो दिव्यसः सुपन्न गरुत्मन् एकासद्विप्रा बहुधा वदन्ति अग्निर्जमं मातरिश्वानमाहु ओं दीपं योति परम ब्रह्म दीपं योति जनार्दन दीपं योति हरते पापं संध्या दीपं नमस्तुते। ओम अग्निज्योति सूर्यज्योति चंद्रज्योति दिव्यज्योति नमो नमः। ओम दीपधाराय नमः दीपधाराय नमः। ओम स्वस्ति स्वस्ति स्वस्ति। प्रभु पाद तले प्रणति ढाळे प्रभु पाद तले प्रणति ढाळे तोड़ी पूजा फूल संज सकाळे तोड़ी पूजा फूल संज सकाळे प्रभु पाद तळे प्रणति ढाळे प्रभु पाद तळे प्रणति ढाळे तोड़ी पूजा फूल संज सकाळे तोड़ी पूजा फूल संज सकाळे प्रभु पाद तळे प्रणति ढाळे प्रभु पाद तळे प्रणति ढाळे मंगलमय तुम्हारी करुणा जीवन रे भरी सकल कामना मंगलमय तुम्हारी करुणा जीवन रे भरी सकल कामना गाए निवेदन सुरे प्रभु पाद तळे प्रणति ढाळे प्रभु पाद तळे प्रणति ढाळे चालिबाकु तुमे दिखाई छपथ गाइबाकु तुमे सिखाई छगीत चालिबाकु तुमे दिखाई छपथ गाइबाकु तुमे सिखाई छगीत गायनी बेदन सुरे
प्रभु पाद तले प्रणति ढाळे प्रभु पाद तले प्रणति ढाळे तुम्हारी आशीष सुंदर धरा प्रिय परिजन बंधुरे भरा तुम्हारी आशीष सुंदर धरा प्रिय परिजन बंधुरे भरा ममतार मधुझरे प्रभु पाद तले प्रणति ढाळे प्रभु पाद तले प्रणति ढाळे तोरी पूजा फूल संज सकाळे तोरी पूजा फूल संज सकाळे प्रभु पाद तले प्रणति ढाळे प्रभु पाद तले प्रणति ढाळे प्रभु पाद तले प्रणति ढाळे न যায় যমুনা গোসাই न যায় যমুনা বাট সে ছইয়া কান্হা ন যায় যমুনা গোসাই ন যায় যমুনা ন যায় যমুনা গোসাই ন যায় যমুনা ও কালিয়া দণ্ড ভূতা জানে লোকে কাবাদা হে কালিয়া দণ্ড ভূতা জানে লোকে কাবাদা তো যমুনা জীবাবাদা তো যমুনা জীবাবাদা তাকু দেখিবা ধনী হই দিবু পাগলিনী তু তাকু দেখিবা ধনী হই দিবু পাগলিনী গরব গুমান গোরা
নরা যমুনা ও ভাগ যদি বসিথিব ও ভাগ যদি বসিথিব সে ধরিল টানা নরা যমুনা খুশহি নরা যমুনা নরা যমুনা খুশহি নরা যমুনা জোরদার করতালি দেবা আচ্ছা হ্যাঁ প্রিয়ে ও কোন কুহ ବାହାଘର କେତେ ବର୍ଷ ହେଲାଣି ଆମର କେତେ ବର୍ଷ ହଁ ମୋର ଆଉ ମନେ ନାହିଁ 43 ବର୍ଷ ଆଉ ନୟା ଲେବେ ନୟା ଲବେ ଗୋଟା ସଂଖ୍ୟା ଅଛି ଆଁ ନୟା ଓ ତା ଦେଢୁଶହ ନା ବଇଆ ତ ସେଟା ବଇଆ ନୁହେଁ କହିବେ ବୟା ଲେବେ ହଁ ହଁ ତା ଦେଢୁଶହ ନା ଆଚ୍ଛା ବଇଆ ବଇଆ ତମର ନହେଲା ହେଲେ ମୋର ଭଲ ହେଇଥାନ୍ତା ହେ ମୋର ନହେଲା ତମର ଭଲ ହେଇଥାନ୍ତା କଣ ଗୋଟେ ଚଳି ଯାଇଥାନ୍ତା କଣ ଚଳିଥାନ୍ତା ଚେର ଚେର କଣ ପିଲା ପିଚିକିଲା ଓ ତମର ହେଲା ନାହିଁ ନା କି ମୋର ହେଲା ନାହିଁ ଅର୍ଜୁ ତୁ କିଏ ଖାଇବ? ଧନ ଏ ଜମି ବାଡି କିଏ ଚାଷ କରିବ କେତେ ଅଛି ବ୍ରାହ୍ମଣ ଚାଷ କରନ୍ତି ତମ ଗାଁରେ କି କହିଲା କିଏ ଚାଷ କରିବ ରକ୍ଷଣାବେକ୍ଷଣ କହିଲା କିଏ ଆଉ ବୁଝିବ ବ୍ରାହ୍ମଣ ଚିନ୍ତା କଲେ କହିଲେ ପ୍ରିୟ ଓ ଏ ଦୁନିଆ ଭିତରେ ଜଣେ କେହି ନିଜ ଆୟତ ଭିତରେ ନାହିଁ ଆଁ ଅଛି ମାନେ? ପଚାରିଲୁ କଣ ଏ ଦୁନିଆ ଭିତରେ ଜଣେ ବି କିଏ ହଁ ନିଜ ଆୟତ ଭିତରେ ଅଛି କଣ ଅଛି କି ନା ଅଛି ଏଇ, କେହି କହିପାରିବ ହଁ ମୁଁ ମୋ କଣ୍ଟ୍ରୋଲରେ ଅଛି ହଁ, ଅଛି ନା। କେହି ଜଣେ ନାହାନ୍ତି ନା, ଜଣେ କିଏ ଅଛି ଅଛି କିଏ କାହା ଆୟତରେ ଆମେ ଅଛେ ସମସ୍ତେ ମାଇ ଆମର ଗୋଟେ ସୁପର ସିଡ୍ ପାୱାର ଉପଭୋଗ କରୁଥିବା ଆଉ ଜଣେ ଅଛି ହଁ ସେ କିଏ କିଏ ରାଧାନାଥ ରାୟ ପାର୍ବତୀ କାବ୍ୟରେ ତାର ଉତ୍ତର ଦେଲେ କୁହ ଇଛନ୍ତି ଦାମ୍ଭିକେ ହସ୍ତେ ରଖିବା ସମସ୍ତଙ୍କ ଭାଗ୍ୟ ଡୋରି। ଆରେ ନିଜ ଭାଗ୍ୟ ଡୋରି କାହାର ହସ୍ତେ କହିଲା ଭାଗ୍ୟ ଡୋରିଟା କାଳ ହାତରେ ଆମର ବନ୍ଧା କୋଉଠି କାଳ ଧରିଛି ସମସ୍ତଙ୍କ ଭାଗ୍ୟ ଡୋରି ଭାଗବତ ଦ୍ୱିତୀୟ ସ୍କନ୍ଧର ଅଷ୍ଟମ ଅଧ୍ୟାୟ କାଳର ବସ ଏ ଜଗତ ଜାଣିଏ କାଳର କାଳର ବଳେ ବଳି ଭয়ে ଭାଜିଲେ ଦେହ ପୁରା ଖରାପ ମଣ୍ଡାକୁ ଜର ଜମା ଆସିନଥାନ୍ତି କାହିଁ କହିଲୁ ତମ ସଂଘକୁ ଡରିକିରି ଆସିବା କଥା କାଳେ କୁଆଡେ କଣ କାଳେ କଣ କରିବ ତମେ ସବୁ ଏକାଠି ହେଲଣି ନା ହଁ ସବୁଆଡେ ଲୋ ମା ଡର ଘାଣ୍ଟିବେ ଘରେ ଘରେ ବି ଡର ଇଆଡେ ମୁଁ ରୋଷେଇ କରୁଛି କରୁ ପଛେ ତୁ ଯାହା ଦେଖିବୁ ସୁଭଦ୍ରା ଟଙ୍କା ଆଇଛି କି ନାହିଁ ଘରେ ବି ଡର ମାଡୁଛି ମୁଁ ରୋଷେଇ କରି ପଛେ ତୁ ଯାହା ସୁଭଦ୍ରା ଟଙ୍କା ଦେଖିବୁ ତାଙ୍କ ସଂଘ ବା ମହିଳା ଯୋଉ ସ୍ୱୟଂ ସହାୟକ ସଂଘ ତାକୁ ଡର ନାହିଁ ଆଉ ତମ ସଂଘକୁ ସେମିତି ଡର ଆମେ ବାପା ପୁଅ କଣ କରିବୁ ତମେ ଚାରିଟା ତ କୁଆଡେ ଯଦି ବଙ୍କା କରିଦବ ଆମେ ଡରିକି ଆସିବା କଥା ତମେ ଡାକୁଣା ଚଞ୍ଚଳ ଆମର ଇଆଡେ ଆଉ ଜ୍ୱରରେ ପାଉନାହିଁ କହିଲା ଇଏ ମାନେ ଏଇଥିରୁ ଜାଣିଥା ଏଇଠୁ ଇନଫେକ୍ସନ ହେଇଯାଉଛି ଭାଗ୍ୟ ସବୁବେଳେ ଫଳ ଦିଏ ଆଉ ଆମେ କାହାଠୁ ଫଳ ଆଶା କରିବା ଦରକାର ନାହିଁ ବ୍ରାହ୍ମଣ ବ୍ରାହ୍ମଣୀ ଚିନ୍ତା କଲେ ବ୍ରାହ୍ମଣୀ ବୁଝେଇଲେ କହିଲେ ଭାଗ୍ୟକୁ ପରିବର୍ତ୍ତନ କଲା ଭଳିଆ ଦେବତା ଜଣେ ସେ କିଏ ନା ଅକର୍ମଦାନୀ ସେ ବୋଲାନ୍ତି କର୍ମେ ନଥିଲେ ଯାଚି ଦିଅନ୍ତି
କର୍ମରେ ନଥିଲେ ଯାଚିକି ଦେଲା ବୋଲା ଦେବତା ହଉଛନ୍ତି ଦେବଦେବ ଶଙ୍କର ଭଗବାନ ମହାରୁଦ୍ର ଶିବ। ବ୍ରାହ୍ମଣ ବ୍ରାହ୍ମଣୀ ଦି ଜଣ ଯାକ ଗଲେ ମହାଦେବଙ୍କ ମନ୍ଦିରରେ ପ୍ରାତ ସମୟରେ ଭଗବାନ ଶିବଙ୍କୁ ଅର୍ଚ୍ଚନ କଲେ। ପ୍ରଭୁ ମି ସମନି ସମଶେଷ ଗୁଣ ଶିବ ଭଗବାନଙ୍କୁ ଚିନ୍ତା କଲେ ତାଙ୍କ ଦୟାରୁ ବ୍ରାହ୍ମଣୀଙ୍କର ଗର୍ଭୋଦୟ ହେଲା। ମାଲୋ ବ୍ରାହ୍ମଣୀ ଗର୍ଭବତୀ ହେଲେ ସମୟ ଥିଲେ ବହୁତ କଥା କହିଥାନ୍ତି। କୁନୁ କହିଛି କକା ତମେ ଆଗକୁ ଆସିବ ପାଲାକୁ କହିବ ଏବେ ଆଉ କାହିଁ ସବୁ କହିବି। ବ୍ରାହ୍ମଣୀ ଗର୍ଭବତୀ ହେଲେ আমারও নালে বহনা দেনু ଗର୍ଭୋଦୟ ହେଲା ବ୍ରାହ୍ମଣୀଙ୍କର ଅପାର ଦୟାରୁ ବ୍ରାହ୍ମଣୀଙ୍କର ଗର୍ଭ ସଞ୍ଚାର ହେଲା। যা হও কোন হেলা ଲକ୍ଷଣ ପ୍ରକାଶ ପାଇଲା ଗର୍ଭର ଗର୍ଭ ଲକ୍ଷଣ কোন ପ୍ରକାଶ ପାଇଲେ ବର୍ଣ୍ଣଟା ବଦଳିଲା। কো বলিয়া କଣ ବର୍ଣ୍ଣ? ଅମ୍ବିକା ବିଳାସ ବହି ବଳଭଦ୍ର ଭଞ୍ଜ କହିଲେ ଅଳସ ତନୁ ଦିନକୁ ଦିନ ରତିରେ ସେ ହେଲା ଚନ୍ଦ୍ରମା ପାଣ୍ଡୁର